ଯାଇଥିଲି ଜବ୍ ଜଷ୍ଟ ଘରକୁ ପଳାଇ ଆଇଲି କାରଣ ମାଆର ଟିକେ ଦେହଟା ଟିକେ ଖରାପ ଥିଲା ଖରାପ ହେଲା ଯେହେତୁ ମୁଁ ଯାଇଥିଲି ଫେରିକି ଆସିବା ପଡ଼ିଲା। ମା ଯେତେବେଳେ କ'ଣ କହିଲ ଜବ୍ ତ କାଲି ବି କରିପାରିବି ତ ମାଆକୁ ତ ଆଉ ପାଇପାରିବିନି ନା ସେଥିଯୋଗୁଁ। ହାଏ ହ୍ୟାଲୋ ୱେଲକମ୍ ଟୁ ଆନାଦର ବ୍ଲଗ୍। ଜୟ ଜଗନ୍ନାଥ ସବୁ ଭାଇ ଓ ଭଉଣୀମାନଙ୍କୁ। ତ ଆଜି କ'ଣ କହିଲ ପ୍ରଥମ ଦିନ ମୋ ଜବ୍ର ପ୍ରଥମ ଦିନ ଡାକିଛନ୍ତି, କହୁଛନ୍ତି ଆସ ବୋଲି। ତ ମୁଁ ଆଜି ଫାଷ୍ଟିକି ଯାଉଛି, କେମିତି ହେବ ଏକା କ'ଣ ଟାଇମ୍ ତ ଦେଇପାରୁନି। ସକାଳୁ ଉଠିକି କ'ଣ ସାରିକି ଜଷ୍ଟ ଉଠିଲାକୁ ଇଆଡ଼େ ଭିଡ଼ିଓ କରିକି ଟାଇମ୍ କଲାକୁ ତ ଟାଇମ୍ ହେଉନି ବରାବର। ଏଥର କ'ଣ କହିଲ ସକାଳୁ ଭିଡ଼ିଓ ଷ୍ଟାର୍ଟ ହେଇଯିବ, ସକାଳ 8-9 ଭିଡ଼ିଓ ଯିବ ଭାରି ଏଥର। ଆଉ 12ଟା ସୁଦ୍ଧା ଭିଡ଼ିଓ ଛାଡ଼ିଦେଲେ 12ଟା ସୁଦ୍ଧା ଯିବନି। ଆଉ ପ୍ଲାନ୍ଟା ଟିକେ ସର୍ଭର ଡାଉନ୍ ନା, ସେଥିପାଇଁ ଭିଡ଼ିଓ ଛାଡ଼ି ହେବନି। ଆଉ ଯେହେତୁ ଘର 8-9ଟାରୁ ଭିଡ଼ିଓ ଛାଡ଼ିଦେଲେ ତାପରେ ଯାଇକି ଘର ଭିତରେ ବସା ହେବ। ଆଉ ତ ଚାଲନ୍ତୁ ସବୁ ଭାଇ ରେଡ଼ି ସାରିଲିଣି, ଏତେ ଫର୍ମାଲିଟି ଖାଲି କ'ଣ କହିଲ କ'ଣ ଆଜି ଫାଷ୍ଟ ଯାଉଛି କିନ୍ତୁ କ'ଣ ତା ତୁମର ବାଟରୁ କିଣା ହେବ ଜ୍ୟାକେଟ୍ ହେଲମେଟ୍ ବୋଟ୍ ସବୁ କିଣା ହେବ, ବାଟରୁ କିଣିବି। ଚାଲନ୍ତୁ ଯିବା ଏବେ କ'ଣ ଖାଇ ଖୁଆ ଦେଇ ଦୁଇଟା ବାହାରିବା ଆମ ଜର୍ଣ୍ଣିରେ। ସମସ୍ତେ ଯାଉଥିଲେ ଆଜି ଆମେ ବି ଚାଲିବୁ। ଚାଲନ୍ତୁ ଯିବା, ଯାଇକି ଦେଖା ହେବ ଆମର ସେଇଠି ଭାଇମାନେ ସକାଳେ ଏକାଡ଼େ ଯିବୁ। ଆଜି ଏକାଡ଼େ ଗଲେ ସବୁ ଦେଖେଇବା, ଆଜି ଏକାଡ଼େ ସବୁ ଯିବୁ ନା। ତ ଆମେ ଯାଉଛୁ ତାକୁ ବାହାରିକି ଯାଉଛୁ ଏବେ କାମ କର୍ମକ୍ଷେତ୍ରରେ। ଏ ତ ଖାଲି କିଣା ହେବ ପୁରା କ'ଣ କହିଲ ଖରିଦିନ ଲେକେ ଆଏଗା ତୁମକୁ ପଇସା। ତ ଚାଲନ୍ତୁ ଯିବା ଏବେ ଜାଗା ଉପରକୁ ଯାଇକି ଜ୍ୟାକେଟ୍ ଫ୍ୟାକେଟ୍ କିଣି ଜ୍ୟାକେଟ୍ ଫ୍ୟାକେଟ୍ ଦେଖେଇବା। ଆଉ ଆସିକି ମୁଁ ମେଡ଼ିକାଲରେ ଜଷ୍ଟ ଏବେ କ'ଣ ମାଆଙ୍କର ଦେହ ଖରାପ ଯୋଗୁଁ ମନ ଫାଟି ଯାଇଛି, ମାନେ ବହୁତ ଦୁଃଖ ଲାଗୁଛି ମୋତେ। ହେଲେ ମୋ ମାଆର ଦେହକୁ ଆଜି ସେ ହଠାତ୍ଲି ଯେ ମୁଁ ଫାଷ୍ଟ ଜବ୍ ଯାଇଥିଲି ଯେ ମୋତେ ଫୋନ୍ ଆସିଲା କି ତୁମ ମାଆ ମେଡ଼ିକାଲ ଅଛନ୍ତି, ଯେ ତୁ ଗେଟ୍ ପିଟ୍ ହେଇକି ଆସିକି ମେଡ଼ିକାଲରେ ମୋ ମାଆକୁ ଦେଖିଲି। ଯେ ମୋ ମାଆର ମନ ପୁରା କାନ୍ଦୁଛି। ମୋ ମାଆ ଦେଖ, ମୋ ମାଆ ଦେହ ବହୁତ ଖରାପ ଥିଲା। ମୋତେ ପୁରା ବାଧା ଲାଗିଲା ଆଜି ମୋ ମାଆର ଏଭଳି ହେଲା ଯେ ମୁଁ କ'ଣ କିଛି ବୁଝିପାରିଲିନି। ସେଠୁ ପଳେଇ ଆସିଲି ମାଆ କରି। ଚାଲନ୍ତୁ ଯିବା ଏବେ ମାଆକୁ ଯାଇଥିଲି ଜବ୍ ଜଷ୍ଟ ଘରକୁ ପଳାଇ ଆଇଲି କାରଣ ମାଆର ଟିକେ ଦେହଟା ଟିକେ ଖରାପ ଥିଲା ଖରାପ ହେଲା ଯେହେତୁ ମୁଁ ଯାଇଥିଲି ଫେରିକି ଆସିବା ପଡ଼ିଲା। ମା ଯେତେବେଳେ କ'ଣ କହିଲ ଜବ୍ ତ କାଲି ବି କରିପାରିବି ତ ମାଆକୁ ତ ଆଉ ପାଇପାରିବିନି ନା ସେଥିଯୋଗୁଁ। ତ ମାଆକୁ ତ ଯାଇଥିଲି ମେଡ଼ିକାଲରେ, ମାଇଣ୍ଡ ଟିକେ ଆଜି ଟିକେ ଅପସେଟ୍ ଅଛି, ଟିକେ ଭଲ ଲାଗୁନି କିଛି ନାହିଁ। ତ ଯାଉଛି ମାଆକୁ ଟିକେ ଦେଖା ସାକ୍ଷା କରିବି, ଯାଇକି ଟିକେ ଭିଡ଼ିଓ କରିବା ସାଙ୍ଗମାନେ ସବୁ ଆସିଲା ବେଳକୁ ଟିକେ ଭଲ ଲାଗୁନି କିଛି ନାହିଁ। ଚାଲନ୍ତୁ ଯିବା ଏବେ। ଖାଇଲାନି ଆସିକି ଘରେ ବସିଛି, ଏଠି ଖଟିଟେ କ'ଣ ଟିକେ ଚାଲିଛି ତ ଆଉ କୁଆଡ଼େ ଯାଇ ହେବନି କିଛି ନାହିଁ। ତ ବି ବ୍ୟାଗ୍ କେହି ନାହାନ୍ତି, ସମସ୍ତେ ବସିଛନ୍ତି ଖଟିଟେ କଥାବାର୍ତ୍ତା ଚାଲିଛି ଆମର ସବୁ। ଦେଖିବା ଉପରଓଳି କୁଆଡ଼େ ଭିଡ଼ିଓ କରିବା ଆପଣ। ସବୁଆଡ଼େ ଆଜି ମାଆର ଦେହ ଟିକେ ଖରାପ, ତୁମେ ଜାଣିଛନ୍ତି କ'ଣ କେମିତି ମନ ଟିକେ ମୋତେ ଭଲ ଲାଗୁନି। ବାବା ବି ନାହାନ୍ତି କେହି, ଆମେ ଏକେ ଘରେ ସବୁ ଆଜି ଟିକେ ଅଲଗା ଫିଲ୍ ଲାଗୁଛି, କ'ଣ କରିବା ଆଉ। ତ ଚାଲନ୍ତୁ ଯିବା ଏବେ, ଗୋଟେ ବସି କଥା ଚାଲିଛି। ଆମ ଘରକୁ ଗଲେ ଦେଖା ହେବ କ'ଣ ନାହିଁ, କ'ଣ ଅଛି ନା କ'ଣ। ଖାଇବା ଧରି ଯାଉଛି ଯେ କି କ'ଣ କଲ ଆଜି ଆମର ଘରେ ରୋଷେଇ ହିଁ ହେଇନି କିଛି। ମାଆଙ୍କ ଦେହ ଖରାପ ହେଇକରେ ମୁଁ ବି ଟିକେ ମୁଁ କ'ଣ ଥୋଡ଼ି ନା ରୋଷେଇ କରିବି, ଆଉ ଝିଅ ରୋଷେଇ କିଛି କରିନି ଯେହେତୁ ଖାଇବା ଧରି ଯାଉଥିଲି। କୋଡ଼ିଏ ପଟ ଖାଇବା ଧରିକି ଆଇଲି, ଟିକେ ଘରେ ପରିସ୍ଥିତି ଆଜି ଖରାପ ଟିକେ ଯେହେତୁ ସେଥିଯୋଗୁଁ ମାଇଣ୍ଡ ଟିକେ ଅପସେଟ୍ ଅଛି। ତ ଆଜି ଭିଡ଼ିଓ ହେବ କି ନାହିଁ ମୋତେ ଟିକେ ଡାଉଟ୍ ଲାଗୁଛି। ଟିକେ କ'ଣ କହିଲ ତେଣୁ ଖାଇବା କରି ପଳେଇ ଖେଳି ଖୋଳାଖେଳି ଦେଖେଇବି ଆପଣ କେମିତି କ'ଣ ବି ଥୋଡ଼ି ନା ଆଉ କ'ଣଟା ଦେଖେଇବି। ଚାଲ ଯିବା ଆଗ ଘରେ ଖାଇବା ପିଇବା କରିକି ରେଷ୍ଟ ନେଇକି ତାପରେ ଆମେ ଯିବା ବୁଲିବାକୁ। ଏ ବୁଲିବା କି ନାହିଁ ଦେଖିବା, ଘରେ ପାଟି କରିବି। ଫାଇନାଲି ଆମ ଘରେ ହେଉଛି ଆଜି ପିଆଜ ପତ୍ର ପିଠା। ମୋ ମାର ଦେହ ଟିକେ ଭଲ ଟିକେ ଠିକ୍ ହେଲା ତ ସେଥିରେ ସେ ଆସିକି ରୋଷେଇବାସ କରୁଛି, ପିଆଜ ପତ୍ର ପିଠା କରୁଛି। ତ ଏଇ ଜେନେରେସନ୍ ମା ମିଳିବେନି ଆଉ, ଏଭଳି ମା ଟିକେ ଦେହ ଟିକେ ଭଲ ଠିକ୍ ହେଲେ ଯାଇକି ରୋଷେଇ କରି ମୋ ଛୁଆ ପିଲା କ'ଣ ଖାଇବେ। ମୋ ମା ଚିନ୍ତାଧାରା ଟିକେ ଅଛି। ଏବେ ଯେଉଁ ଜେନେରେସନ୍ ମୋବାଇଲ୍, ଇୟରବଡ଼୍, ସିନେମା
बारे ऐसे नहीं होगा, ऐसे नहीं होगा। क्या होगा ମୁଁ ବଇଛି ଦେହଟା ଖରାପ ତାର ନା ସେଥି ଯୋଗୁଁ ଆଜି ମେଡ଼ିକାଲ ତ ଆପଣ ଦେଖିଛନ୍ତି ସେ କିନ୍ତୁ ଅବସ୍ଥା ଥିଲା କଷ୍ଟ ପାଉଥିଲା ଲାଳିଲି ମଗେଲିଟି କଷ୍ଟ ପାଉଥିଲା ଯାଉ ତା ପାଇଁ ମେଡ଼ିସିନ ଆଣିବି ଖାଇବ ଟିକେ ଦେହ ତା ଦେହଟା ଖରାପ ବହୁତ ହେଉଛି ପିଆଜ ପତ୍ର ପିଠା ହେଉଛି ମା ଖାଇବୁ ପିଆଜ ପତ୍ର ପିଠା ତୁ କି ଆଁ କ'ଣ କରିବା ଆଉ ଏଭଳି ତ ଚାଲିଛି ଜୀବନ ଆଜି ହଠାତ୍ ଯେତେବେଳେ ମୁଁ ଯାଇଥିଲି କାମକୁ ତ ଆପଣ ଥିଲେ ତ କାମକୁ ଯାଇଥିଲି ତ ଶୁଣିଲି ନା ମା ଦେହ ଖରାପ ମୁଁ ହଠାତ୍ ପଳାଇ ଯାଇଛି କ'ଣ କରିବା ଆଉ ତା ଦେହ ଟିକେ ଖରାପ ରହୁଛି ତ ଚାଲନ୍ତୁ ଯିବା ମାର୍କେଟ ଜିନିଷ କ'ଣ ଆଣିବାର ଅଛି ମା ପାଇଁ ମେଡ଼ିସିନ 2-3ଟା ଆଣିବାର ଅଛି ତ ମାଆକୁ ଏବେ ତାକୁ ରେଫର କରାହେବ କ'ଣ ତା ଦେହଟା ଖରାପ ବହୁତ ରହୁଛି ତାକୁ ଫଟୋ ନିଆହେବ ଦେଖାହେବ ତାକୁ ଟିକେ ବାଗେଇ ଚିକିତ୍ସା ତାକୁ ନ କଲେ ସେ ଝାଉଁଳି ଯାଉଛି ମୋ ମା ଆଉ ଝାଉଁଳି ଯାଉଛି ଚାଲନ୍ତୁ ଯିବା ମାର୍କେଟରେ କଥାବାର୍ତ୍ତା ହେବା ମାର୍କେଟରେ ସାଙ୍ଗସାଥିକି ମିଶୁଛି ନା କ'ଣ ଏବେ କ'ଣ କଲ ଜେନେରେସନ୍ଟା ଏମିତି ହେଇଛି ନା ଟିକେ ସମସ୍ତଙ୍କ ଦେହ ଖରାପ ରହୁଛି ଖାସ୍ କରି ମୋ ମା ନୁହଁ ସମସ୍ତଙ୍କର ବି ରହୁଛି ରୋଷେଇ କରୁଛି ହଉ ମୁଁ ଯାଉଛି ମାର୍କେଟ ଯାଉଛି ବି ଚାଲନ୍ତୁ ଯିବା ମାର୍କେଟ ଦେଖାହେବା ମାର୍କେଟ କେମିତି କ'ଣ ମଜା ସବୁ ଚାଲିଛି ସିଷ୍ଟମ୍ ଫାଡ଼ ଦେंगे